যথা রাবণস্য মন্দোদরী যথা রামস্য সীতা যথা পুরবৃক্ষস্য রোহিণী যথা কনকতন্দ্রস্য তারা যথা সত্যবানস্য সাবিত্রী যথা নলস্য দময়ন্তী যথা রাবণস্য সাবিত্রী যথা নলস্য দময়ন্তী যথা সুগ্রীবস্য তারা যথা কৃষ্ণস্য রুক্মিণী। দর্শক বন্ধু, ଏହି ଯେଉଁ ମନ୍ତ୍ରଟି ଉଚ୍ଚାରଣ କଲେ ବିବାହ ବେଦୀରେ ପରଦାମାନେ ହାତଗଣ୍ଠି ବେଳେ ଏହି ମନ୍ତ୍ର କାହିଁକି ଉଚ୍ଚାରଣ କରନ୍ତି? ଏସବୁ ତ ଠିକ୍ ଅଛି, ହେଲେ ଯଥା ରାବଣସ୍ୟ ମନ୍ଦୋଦରୀ ଏହାର ଅର୍ଥ କ'ଣ? କାହିଁକି ପରଦା ଏହି ମନ୍ତ୍ର ଉଚ୍ଚାରଣ କଲେ? କ'ଣ ଏଇ ଯେଉଁ ନୂଆ ଆମର ବୈବାହିକ ଯେଉଁମାନେ ବାହା ହେଇଛନ୍ତି ତାଙ୍କ ଜୀବନ ରାବଣ ଆଉ ମନ୍ଦୋଦରୀ ଭଳି ହେବା ପାଇଁ ଯଥା ରାବଣସ୍ୟ ମନ୍ଦୋଦରୀ ଉଚ୍ଚାରଣ କଲେ? କାହିଁକି? ଏହାର ଅର୍ଥ କ'ଣ? ଆମେ କେବେ ବି ପଚାରି ନାହାନ୍ତି ଯେ ଯେଉଁମାନେ ବିବାହ କରୁଛନ୍ତି କାହିଁକି ଗୋଟିଏ ଅସୁର ରାବଣ ଭଳି ଗୋଟିଏ ଅସୁରର ନାମ ବିବାହ ବେଦୀରେ ଉଚ୍ଚାରଣ କରାଯାଉଛି? ଏହା କେତେ ଦୂର ଠିକ୍ ଆଉ କେତେ ଦୂର ଭୁଲ ଆଜିର ବିଷୟରେ ଆମେ କଥା ହେବା। ଦର୍ଶକ ବନ୍ଧୁ, ଆଜି ଆପଣମାନଙ୍କୁ ମୁଁ ରାମାୟଣ ଭିତରକୁ ନେଇଯିବି। ରାମଚରିତ ମାନସରେ କ'ଣ ଲେଖା ହେଇଛି, କାହିଁକି ବେଦୀ ଉପରେ ଯଥା ରାବଣସ୍ୟ ମନ୍ଦୋଦରୀ ଯଥା ନଳସ୍ୟ ଦମୟନ୍ତୀ ଯଥା ସତ୍ୟବାନସ୍ୟ ସାବିତ୍ରୀ, ଇଏ ତ ସବୁ ଠିକ୍ ଅଛି, ହେଲେ ଯଥା ରାବଣସ୍ୟ ମନ୍ଦୋଦରୀ କାହିଁକି ଉଚ୍ଚାରଣ କରାଯାଏ ତାହାର ଆଜି ଆମେ କଥା ହେବା। ତ ଦର୍ଶକ ବନ୍ଧୁ, ମୁଁ ପବିତ୍ର, ଆପଣମାନେ ତ ଜାଣିଛନ୍ତି, ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଏକ ନୂଆ ଅଧ୍ୟାୟକୁ। ଦର୍ଶକ ବନ୍ଧୁ, ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲକୁ ନିଶ୍ଚୟ ଭାବରେ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ସେୟାର ଆପଣଙ୍କ ବନ୍ଧୁବାନ୍ଧବ ନିକଟକୁ ଭିଡ଼ିଓଟିକୁ ସେୟାର କରିଦିଅନ୍ତୁ। ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ ଭାବରେ ଗୋଟେ ସୁନ୍ଦର କମେଣ୍ଟ କରନ୍ତୁ, ଯାହାଫଳରେ କି ମୁଁ ଆପଣଙ୍କ ପାଇଁ ଏହିଭଳି ଭଲ ଭଲ ଭିଡ଼ିଓ ବନେଇବା ପାଇଁ ମୋତେ ଭଲ ଲାଗିବ। ତ ଦର୍ଶକ ବନ୍ଧୁ, ଚାଲନ୍ତୁ ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ଦର୍ଶକ ବନ୍ଧୁ, ଆପଣମାନଙ୍କୁ ମୁଁ ନେଇଯାଉଛି ରାମାୟଣ କଥା। ଆପଣମାନେ ସମସ୍ତେ ଜାଣିଥିବେ ଯେ ରାବଣ ଥିଲା ତ୍ରିପୁର ବିଜୟୀ। ରାବଣ ସବୁ ଜ୍ଞାନ ଶାସ୍ତ୍ରରେ ସବୁଥିରେ ନିପୁଣ ଥିଲା। ଦିନେ କ'ଣ ହେଇଛି ନା, ତାହାର ପଲଙ୍କ ଉପରେ ରାବଣ ଶୋଇଛି ଏବଂ ମନ୍ଦୋଦରୀ ତା ଗୋଡ଼ ମୋଡ଼ି ଦେଉଛନ୍ତି। ସେ ଗୋଡ଼ ମୋଡ଼ିବା ଭିତରେ କାନ୍ଦିଲେ। ଯେତେବେଳେ କାନ୍ଦିଲେ ତ ରାବଣ ପଚାରିଲେ, ମନ୍ଦୋଦରୀ ତମେ କାନ୍ଦୁଛ କାହିଁକି? ସେତେବେଳେ ରାବଣ ଏକ ମୁଚୁକୁନ୍ଦ ହସ ହସି ଦେଇ କହିଲା, କାହିଁକି କାନ୍ଦୁଛ? ତ ସେତେବେଳେ ମନ୍ଦୋଦରୀ ରାବଣଙ୍କୁ କହିଲେ, ପ୍ରଭୁ ଆପଣ ତ ତ୍ରିପୁର ବିଜୟୀ, ଆପଣ 10 ମହାବିଦ୍ୟା ସାଧିଛନ୍ତି, ଆପଣ ଦିବ୍ୟଜ୍ଞାନୀ, ଆପଣ କ'ଣ ଜାଣିନାହାନ୍ତି ଯେ ରାମଚନ୍ଦ୍ର ହେଲେ ମର୍ଯ୍ୟାଦା ପୁରୁଷୋତ୍ତମ, ସେ ସ୍ୱୟଂ ନାରାୟଣ ଏବଂ ତାଙ୍କ ସାଙ୍ଗରେ ଯେଉଁ ମାତା ସୀତାଙ୍କୁ ଆପଣ ହରଣ କରିଛନ୍ତି ସେ ହେଲେ ଲକ୍ଷ୍ମୀ, ତୁମେ କାହିଁକି ତାକୁ ଆଣିଲ? ତ ସେତେବେଳେ ହସି ଦେଇ ରାବଣ କହିଲା, ମୁଁ ମନ୍ଦୋଦରୀ ଜାଣିଛି ଯେ ରାମଚନ୍ଦ୍ର ହେଉଛନ୍ତି ନାରାୟଣ ଏବଂ ସୀତା ହେଉଛନ୍ତି ଲକ୍ଷ୍ମୀ, କିନ୍ତୁ ତୁମେ ଶୁଣ, ରାବଣ ମୁଁ କିଏ ଜାଣିଛ ତ? ମୁଁ
ଆଉ କୁମ୍ଭକର୍ଣ୍ଣ କିଏ ତମେ ଜାଣିଛ? ତୁମେ ଜାଣିନାହଁ, ଆମେ ନାରାୟଣଙ୍କ ଦ୍ୱାରପାଳ ଥିଲୁ। ସେଇ ମାତା ଲକ୍ଷ୍ମୀଙ୍କ ଅଭିଶାପରେ ଆମେ ମର୍ତ୍ତ୍ୟରେ ଜନ୍ମ ହେଇଛୁ। ସିଏ ହେଲା, ମୁଁ ହେଲି ରାବଣ, ସିଏ ହେଲା କୁମ୍ଭକର୍ଣ୍ଣ। ତେଣୁ ଆମେ ସେଥିପାଇଁ ଏଠି ଜନ୍ମ ହେଇଛୁ। ଆଉ ଗୋଟେ କଥା ମଧ୍ୟ, ରାବଣ ସୀତାକୁ ହରଣ କରିବାରେ ବହୁତ କାରଣ ଅଛି। ପ୍ରଥମ କାରଣ ହେଲା, ଶୁଣ, ମୁଁ ଯେତେବେଳେ ସ୍ୱର୍ଗ ବିଜୟ ପାଇଁ ଯାଇଥିଲି, ଯେଉଁ ସବୁ ଋଷିମାନଙ୍କର ରକ୍ତ ଆଣି ମୁଁ ରଖିଥିଲି, ମୋର ଫେରିବାର ଲେଟ୍ ହେଲା ବୋଲି ତୁମେ ରାଗରେ ପିଇ ଦେଇଥିଲ ଏବଂ ସେହି ସମୟରେ ତୁମ ଗର୍ଭରେ ଏକ ପୁତ୍ର ସନ୍ତାନ ଏକ ସନ୍ତାନଟିଏ ସୃଷ୍ଟି ହେଲା ଏବଂ ମୁଁ ନଥିବା ସମୟରେ କାଳେ ତୁମକୁ କ'ଣ କହିବି ବୋଲି ତୁମେ ଏଇ କନ୍ୟାଟିକୁ ଜନ୍ମ କରି ସମୁଦ୍ରରେ ଯେଉଁ ଭସେଇ ଦେଲ। ସେହି ଭାସି ଭାସି ଯାଇ ଜନକ ରାଜା ତାର ହଳ କରୁଥିଲା ସେହି ବାଲିରେ ପୋତି ହେଇଥିଲା। ସିଏ ତାଙ୍କୁ ସେଇଠୁ ପାଇଲା। ସେଥିପାଇଁ ସୀତାଙ୍କୁ ଭୂଦେବୀ ମଧ୍ୟ କୁହାଯାଏ ଏବଂ ଜନକ ରାଜାର ଝିଅ ବୋଲି ତାକୁ ଜାନକୀ ମଧ୍ୟ କୁହାଯାଏ। ତ ସେଠୁ ବିବାହ କଲେ କି ମୁଁ ଯେତେବେଳେ ସେଠି ରାମଚନ୍ଦ୍ର ଆସି ଯେଉଁ ଧନୁକୁ ଭାଙ୍ଗିଲେ, ସେ ଧନୁ 10ଟା ପାହାଡ଼ର ଓଜନ ସହିତ ସମାନ। ଯେତେବେଳେ ସିଏ କାନି ଆଙ୍ଗୁଠିରେ ଭଗବାନ ଶିବଙ୍କ ଧନୁକୁ ଉଠେଇ ଦେଲେ, ମୁଁ ସେତେବେଳେ ଜାଣିଥିଲି ଯେ ସିଏ କେବଳ ନାରାୟଣ ହିଁ ଭଗବାନ ଶିବଙ୍କ ଧନୁକୁ ଉଠେଇ ପାରନ୍ତି। ହେଲେ ଯେତେବେଳେ ରାମ ଉଠେଇଥିଲେ, ମୁଁ ସେତେବେଳେ ନିଶ୍ଚିତ ହୋଇଯାଇଥିଲି ଯେ ପ୍ରଭୁ ରାମଚନ୍ଦ୍ର ମର୍ଯ୍ୟାଦା ପୁରୁଷୋତ୍ତମ, ଯିଏକି ମୋ ପାଇଁ ଜନ୍ମ ହୋଇଛନ୍ତି ଏ ମର୍ତ୍ତ୍ୟ ମଣ୍ଡଳରେ। ଇଏ ହେଲା ପ୍ରଥମ। ତାପରେ ମୁଁ, ଶୁଣନ୍ତୁ ମନ୍ଦୋଦରୀ, ମୁଁ ଜାଣିଛି ଯେ ସୀତା ମୋର ଝିଅ। ତ ଦ୍ୱିତୀୟ କାରଣ କ'ଣ ନା, ଯେତେବେଳେ ତା ପୁଅକୁ ସିନା ସେ ବନବାସ ପଠାଇଲେ, ହେଲେ ମୋ ଝିଅ କାହିଁକି ବନବାସ ଆସିବ? ସେ ମୋ ଝିଅ କାହିଁକି ଆସିବ? ତାଙ୍କ ରାମ ପିତୃ ସତ୍ୟ ପାଳନ କରିବା ପାଇଁ ରାମ ସିନା ଆସିବ ବନକୁ, ମୋ ଝିଅଙ୍କୁ କାହିଁକି ସେ ବନକୁ ପଠାଇବେ? ଯଦି ବନକୁ ପଠାଇଲେ, ମୁଁ ସେଥିପାଇଁ ରାଗରେ ତାକୁ ମୁଁ ଆଣିଥିଲି ହାରି ଚୋରି କରି। ତ ମୁଁ ଯେଉଁ ସମୟରେ ଚୋରି କଲି, ତାହାର ମଧ୍ୟ ଗୋଟିଏ ନିର୍ଦ୍ଦିଷ୍ଟ କାରଣ ଅଛି। ମନ୍ଦୋଦରୀ କହିଲେ କ'ଣ ନା, ଶୁଣ, ମୁଁ ଯେଉଁ ସମୟରେ ଚନ୍ଦ୍ରଗ୍ରହଣ ଲାଗିଥିଲା, ମୁଁ ସେହି ସମୟରେ ତାକୁ ଯାଇ ସୀତାଙ୍କୁ ଚୋରି କରିକି ଆଣିଥିଲି। ସେହି ସମୟରେ କୌଣସି ଦେବାଦେବୀ ପୂଜା ହୋଇନଥିଲେ। ସେହି ସମୟରେ କୌଣସି ପଶୁ ଜନ୍ତୁଠୁ ଆରମ୍ଭ କରି କେହି ଖାଦ୍ୟ ଗ୍ରହଣ କରିନଥିଲେ। ସେହି ସମୟରେ ମୁଁ ସୀତାକୁ ଆଣି ନେଇ ଅଶୋକ ବାଟିକାରେ ରଖିଥିଲି। କାହିଁକି ରଖିଥିଲି? କାରଣ ମୋ ଝିଅ ଗୋଟିଏ ବନ୍ଧ୍ୟା। ମୁଁ ଯଦି ତାକୁ ଚୋରି କରି ନ ଆଣିଥାନ୍ତି, ତାହେଲେ ଅଯୋଧ୍ୟା, ରାମବଂଶ, ସୂର୍ଯ୍ୟବଂଶ ସମ୍ବୂଳେ ଧ୍ୱଂସ ପାଇଯାଇଥାନ୍ତା। କାରଣ ମୋ ଝିଅ ବନ୍ଧ୍ୟା ହୋଇଥିବାରୁ ତାହା ଗର୍ଭରୁ କୌଣସି ସନ୍ତାନ ହୋଇନଥାନ୍ତା। ମୁଁ ମୋର ଯେଉଁ 10 ମହାବିଦ୍ୟା ଶକ୍ତି ବଳରେ ମୁଁ ଜାଣିଥିଲି ଯେ ମୋ ଝିଅ ବନ୍ଧ୍ୟା, ଏବଂ ତାକୁ ଆଣି ଅଶୋକ ବାଟିକାରେ ରଖିଲେ ତାର ବନ୍ଧ୍ୟା ଦୋଷ କଟିବ। ସେଥିପାଇଁ ମୁଁ ଯାଇ ଯେଉଁ ସମୟରେ ଚନ୍ଦ୍ରଗ୍ରହଣ ଲାଗିଥିଲା ଏବଂ ସବୁ ଦେବାଦେବୀ, କୌଣସି ଦେବାଦେବୀ ପୂଜା ପାଉନଥିଲେ, ପୃଥିବୀର କୌଣସି ଲୋକ, କୌଣସି ମାନବ ଅନ୍ନ ଗ୍ରହଣ କରୁନଥିଲେ, ସେହି ସମୟରେ ମୁଁ ଯାଇ ସୀତାକୁ ସେଇଠୁ ଚୋରି କରି ଆଣିଥିଲି। କିନ୍ତୁ ତୁମେ ଗୋଟେ କଥା କହିଲ, ମୁଁ କ'ଣ ତାକୁ ମୋ ରାଜନଗର ଭିତରେ ରଖିଥିଲି କି? ନାଇଁ, ମୁଁ ତାକୁ ନେଇ ଅଶୋକ ବାଟିକାରେ ରଖିଥିଲି ଏବଂ ତ୍ରିଜଟା ଭଳି ଅନେକ ଅସୁରଙ୍କୁ ତାଙ୍କର ସେବା କରିବା ନିମନ୍ତେ ଜଗେଇଥିଲି ଏବଂ ସେହିଠାରେ ମୋ ଝିଅର ବନ୍ଧ୍ୟା ଦୋଷ କଟିଲା ଏବଂ କଟିବ ବୋଲି ମୁଁ ସେଇଥିପାଇଁ ରଖିଥିଲି। ତ ଯେତେବେଳେ ମନ୍ଦୋଦରୀ କହିଲା, ପ୍ରଭୁ ଆପଣ ତ ଉଦ୍ଧାର କାର୍ଯ୍ୟ କରିବା ପାଇଁ ଯଦି ଏତେ କାମ କରୁଥିଲେ, ତାହେଲେ ଆପଣ ତ ଯାଇଥିଲେ
ତାଙ୍କର ସେତୁବନ୍ଧ ପ୍ରତିଷ୍ଠା କରିବା ପାଇଁ ସେଠି ତ ଭଗବାନ ରାମକୁ କହିଥିଲେ ସିଏ ତୁମକୁ ମାରି ଦେଇଥାନ୍ତେ। ତ ସେତେବେଳେ ପୁଣି ଆଉ ଥରେ ରାବଣ ହସି କହିଲା ଶୁଣ, ମୁଁ ଯେହେତୁ ରାଜା, ମୋର ସମସ୍ତ ପ୍ରଜା ହେଲେ ମୁଁ ପ୍ରଜାକୁ ଛାଡ଼ି ଏକୁଟିଆ କେମିତି ମରିଥାନ୍ତି, ସେଥିପାଇଁ ମୁଁ ଲଙ୍କାକୁ ଆସି ମୋ ସମସ୍ତ ପ୍ରଜାକୁ, ସମସ୍ତ ପୁତ୍ରକୁ, ସମସ୍ତଙ୍କୁ ଆଗେ ପଠେଇଥିଲି। କାରଣ ସିଏ ସମସ୍ତେ ମୁକ୍ତି ପାଇଲା ପରେ ଶେଷରେ ମୁଁ ବ୍ରହ୍ମା ଅସ୍ତ୍ରରେ ମରିବା ପାଇଁ ଚେଷ୍ଟା କରିବି, ସେଇଆ ହିଁ କରିବି। ତେଣୁ ସେତେବେଳେ ମନ୍ଦୋଦରୀ କହିଲେ ପ୍ରଭୁ ସବୁ ଠିକ୍ ଅଛି ଯେ, ହେଲେ ମୁଁ ଯେଉଁ ତୁମର ଅର୍ଦ୍ଧାଙ୍ଗିନୀ, ତୁମର କ'ଣ ଦୋଷ କରିଥିଲି, ମୁଁ କ'ଣ କରିବି? ତ ସେତେବେଳେ ରାବଣ ତାଙ୍କୁ ଆଶୀର୍ବାଦ କରିଥିଲେ ଯେ ତୁମେ ହେଲ ଗୋଟିଏ ସତୀ ନାରୀ, ତୁମର ସତୀ ନାରୀରେ ନାଁ ଗଣାଯିବ। ଶୁଣ, ମୁଁ ଗୋଟେ ରାବଣ ଦିବ୍ୟଜ୍ଞାନୀ ତୁମକୁ ଆଶୀର୍ବାଦ କରୁଛି, ତୁମ ଶଙ୍ଖା ସିନ୍ଦୁର ବଜ୍ର ହେଉ, ତୁମେ ତୁମର ଦିବରକୁ ନେଇ ରାଜଗଦି ସମ୍ଭାଳିବ, ରାଜା ହେବ ଏବଂ ସତୀ ନାରୀରେ ତୁମର ଗଣନା ହେଉ। ଯେଉଁ ନୂଆ ଦମ୍ପତି ବିବାହ କରିବେ ସେଇଠି ବ୍ରାହ୍ମଣ ମନ୍ତ୍ର ତୁମ ନାଁ ଉଚ୍ଚାରଣ କରିବ, ଯଥା ରାବଣସ୍ୟ ମନ୍ଦୋଦରୀ। ଏହି ଶବ୍ଦକୁ ପ୍ରଥମେ ହିଁ ଉଚ୍ଚାରଣ କଲା ପରେ ତାପରେ ଯାହା କରିବା କଥା କରିବ। ତେଣୁ ଭଗବାନ ଯେହେତୁ ଜଣେ ଦିବ୍ୟଜ୍ଞାନୀ ପୁରୋହିତ ଏବଂ ସବୁ ଜାଣିଥିଲା, ତ ତା ଧର୍ମପତ୍ନୀ ମନ୍ଦୋଦରୀକି ଏହି ଆଶୀର୍ବାଦ ଦେଇ ରାବଣ ସେହି ସ୍ଥାନରୁ ଚାଲିଗଲା। ତ ଦର୍ଶକ ବନ୍ଧୁ, ଆଜିର ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ ବକ୍ସରେ ଜଣାଇବେ ଏବଂ ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲକୁ ନିଶ୍ଚୟ ଭାବରେ ସବସ୍କ୍ରାଇବ୍ କରିଦେବେ। କାରଣ ଏଇଭଳିଆ ଭିଡ଼ିଓ ଯେତେବେଳେ ଅପଲୋଡ଼ ହେବ ମୋ ଚ୍ୟାନେଲରେ ଆପଣମାନେ ସର୍ବପ୍ରଥମେ ଦେଖିପାରିବେ। ଜୟ ସୀତାରାମ, ଜୟ ସୀତାରାମ, ଜୟ ସୀତାରାମ।